ହିଂସାକାରୀ ଏମାନେ ହିଂସାରେ ବେଶୀ ଭରସା ରଖନ୍ତି ସବୁବେଳେ ହିନ୍ଦୁ ମୁସଲିମ ଝଗଡ଼ାରେ ଏମାନେ ଭରସା ରଖନ୍ତି ଏମାନେ କେବେ ମହାପୁରୁଷଙ୍କ ଇତିହାସରେ ପଢିନାହାନ୍ତି ସେଥିପାଇଁ ଭାରତୀୟ ଯାତ୍ରା ପାର୍ଟି ଇଏ କେବେ ମାନେ ଇତିହାସ ପଢିନି ବହୁଜନ ସମାଜର ବା ଯିଏ ସମ୍ବିଧାନ ନିର୍ମାତା ଆଧୁନିକ ଭାରତ ନିର୍ମାତା ତାଙ୍କର ଇତିହାସ ଇଏ ପଢିନାହିଁ କୁଣାଲ ବାବୁ ସ୍ୱାଗତ କରି ପ୍ରତିଛବି ଲାଇଭ୍ କୁ ଧନ୍ୟବାଦ ଜୟ ଦେଖନ୍ତୁ ଦେଶର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ସଂସଦ ଅଧିବେଶନ ଚାଲିଥିବା ବେଳେ ଆମ୍ବେଦକରଙ୍କର ଯୋଉ ନାମ ଯୋଉ ଆମ୍ବେଦକର ଆଜିକାଲି ଗୋଟେ ଫ୍ୟାସନ ହେଇଗଲାଣି ଯେତିକି ସମୟ ଆମ୍ବେଦକରଙ୍କ ନାମ ନେଉଛ ସେତିକି ସମୟ ଭଗବାନଙ୍କ ନାମ ନେଲେ ତୁମେ ସ୍ୱର୍ଗକୁ ଯିବ କହି ଯୋଉ ତାତ୍ସଲ୍ୟ କରିଛନ୍ତି ଭାରତ ରତ୍ନ ତଥା ବହୁଜନ ବଞ୍ଚିତ ସମାଜର ମୁକ୍ତିଦାତାଙ୍କୁ ଏଭଳି ଅପମାନକୁ ଆମେ ଦୃଢ ନିନ୍ଦା କରୁଛୁ ଏବଂ ଆପଣଙ୍କ ଚ୍ୟାନେଲ ଜରିଆରେ ଅମିତ ଶାହାଙ୍କୁ ଜଣେଇ ଦେବାକୁ ଚାହୁଁଛୁ ଅମିତ ଶାହା ଯେଉଁ ମନ୍ତବ୍ୟ ଦେଇଛନ୍ତି ସମଗ୍ର ଦେଶବାସୀଙ୍କୁ ଏବଂ ଆମ୍ବେଦକର ବାଦୀଙ୍କୁ ଏହା ମର୍ମାହିତ ହେଇଛି ଏବଂ କ୍ଷମା ମାଗନ୍ତୁ ନଚେତ ଆଗାମୀ ଦିନରେ ସମଗ୍ର ବିଶ୍ୱରେ ଆନ୍ଦୋଳନ ହେବ ସେଥିପାଇଁ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଆଜ୍ଞା ଦାୟୀ ରହିବେ ଅମିତ ଶାହା ଗୋଟେ ବଡ କ୍ଷମତାରେ ଅଛନ୍ତି ଗଣତନ୍ତ୍ରର ମାଲିକ ମାନଙ୍କ ପାଇଁ ସେ କ୍ଷମତାରେ ବସିଛନ୍ତି ସେ କ୍ଷମତାର ଅପବ୍ୟବହାର କରୁଛନ୍ତି କି ଏମିତି କିଛି ଲାଗୁଛି କି ଆପଣଙ୍କୁ ନିଶ୍ଚୟ ପୁରା ଫୁଲ ଅପବ୍ୟବହାର କରୁଛନ୍ତି ଆଜି ନାହିଁ 2014ରୁ ଯେତେବେଳେ ବିଜେପି ସରକାର ଗଠନ କଲା ସେତେବେଳେ ସମ୍ବିଧାନ ବଦଳାଇବାକୁ ପୁରା ପୂର୍ଣ୍ଣ ଚେଷ୍ଟା ଚାଲିଛି ଏବଂ ବହୁଜନ ସମାଜ ଯୋଗୁଁ ଆଜି ସମ୍ବିଧାନ ବଞ୍ଚିକି ଅଛି ସମ୍ବିଧାନ ଉପରେ ହାତ ମାରୁନାହାନ୍ତି ଆଉ ମୁଁ ଗୋଟିଏ କଥା କହିବି ଯୋଉ ଗୃହମନ୍ତ୍ରୀ ଅମିତ ଶାହା ଅଛନ୍ତି ଆଜ୍ଞା କୋଉ ଭଗବାନଙ୍କୁ ଡାକିଥିଲେ ସେ ଆଜି ଗୃହମନ୍ତ୍ରୀ ହେଇଛନ୍ତି ଯେତେବେଳେ ଗୃହମନ୍ତ୍ରୀ ଶପଥପାଠ କଲେ କଣ ଭଗବାନଙ୍କ ନାମ ଧରି ଶପଥପାଠ କରିଥିଲେ କି ଇଏ ସମ୍ବିଧାନକୁ ସାକ୍ଷୀ ରଖି ଶପଥପାଠ କରିଥିଲେ ଏଇ ଯୋଉ ଆମ୍ବେଦକରଙ୍କୁ ଯୋଉ ତାତ୍ସଲ୍ୟ କରାଯାଇଛି ଆମେ ଦୃଢ ନିନ୍ଦା କରିବା ସହିତ ତାଙ୍କୁ କ୍ଷମା ପ୍ରାର୍ଥନା କରିବାର ଦାବି ରଖୁଛୁ ଭାରତୀୟ ଯାତ୍ରା ପାର୍ଟି ଇଏ କେବେ ମାନେ ଇତିହାସ ପଢିନି ବହୁଜନ ସମାଜର ବା ଯିଏ ସମ୍ବିଧାନ ନିର୍ମାତା ଆଧୁନିକ ଭାରତ ନିର୍ମାତା ତାଙ୍କର ଇତିହାସ ଇଏ ପଢିନାହିଁ ଇଏ ସବୁବେଳେ ହିଂସାକାରୀ ଏମାନେ ହିଂସାରେ ବେଶୀ ଭରସା ରଖନ୍ତି ସବୁବେଳେ ହିନ୍ଦୁ ମୁସଲିମ ଝଗଡ଼ାରେ ଏମାନେ ଭରସା ରଖନ୍ତି ଏମାନେ କେବେ ମହାପୁରୁଷଙ୍କ ଇତିହାସରେ ପଢିନାହାନ୍ତି ସେଥିପାଇଁ ଆଜି ମନ୍ତବ୍ୟ ଦେଇଛନ୍ତି ଅମିତ ଶାହା ଆଜି ଏମିତି କହିଲେ କାଲି ସେ ଚାହିଁଲେ ସମ୍ବିଧାନ ବଦଳେଇ ପାରିବା କଥା ବି ଉଠେଇ ପାରିବେ ସଂସଦରେ ନିଶ୍ଚିତ ଆଜି ନୁହେଁ 14 ବର୍ଷ ଧରି ଆଜ୍ଞା ସମ୍ବିଧାନ ବଦଳେଇବା ଚାଲିଛି ତାଙ୍କର ମନ୍ତବ୍ୟ ଚାଲିଛି ଆଉ ତାକୁ ତ ଆମେ ଦୃଢ ନିନ୍ଦା କରୁଛୁ ଆମେ ଆପଣଙ୍କୁ ଚ୍ୟାନେଲ ମାଧ୍ୟମରେ ବି ଜନସାଧାରଣ ଗୋଟିଏ କଥା ରିକ୍ୱେଷ୍ଟ କରିବୁ ଅମିତ ଶାହା ଜୀ ଆପଣ ଜାଣିଥିବେ ଏପ୍ରିଲ 2, 2018 ତାରିଖ ଦିନ ଯେତେବେଳେ SC/ST ପିଓ ଆକ୍ଟ ଇଏ ପ୍ରଧାନମନ୍ତ୍ରୀ ଯେତେବେଳେ ନରେନ୍ଦ୍ର ଦାସ ମୋଦି ଥିଲେ ହଟେଇ ଦେଇଥିଲେ ଆମେ ଏପ୍ରିଲ 2 ତାରିଖ ଦିନ ଟ୍ରେଲର ଫିଲ୍ମ ସବୁ ଦେଖେଇ ଦେଇଥିଲୁ ସେଇଟା ତ ଆମେ ଟ୍ରେଲର ଦେଖେଇଥିଲୁ ଇଏ ବର୍ତ୍ତମାନ ଯଦି କ୍ଷମା ନ ମାଗିବେ ଫିଲ୍ମଟା ନିଶ୍ଚୟ ଦେଖେଇବୁ ଅମିତ ଶାହା ଲୋକଙ୍କ ପାଇଁ ସେଠି ନିର୍ବାଚିତ ହେଇଛନ୍ତି ବା ଅର୍ଥାତ ସେ ଗାଦିରେ ବସିଛନ୍ତି ଏଠି ଯଦି ସେ ସମ୍ବିଧାନ ବଦଳେଇଲେ କି ସମ୍ବିଧାନର ନିର୍ମାତା ଆମ୍ବେଦକରଙ୍କୁ ଅପମାନ କଲେ ଏ ଲୋକ ବୋଧେ ତାଙ୍କୁ ବଦଳେଇ ଦେବେ ଲାଗୁଛି ନିହାତି ଏ ଜନସାଧାରଣ ଯେତେବେଳେ ଜାଗି ଉଠନ୍ତି ଇଏ ଯୋଉ ଦଲାଲି ନେତା ମାନେ ଭାଗି ଯାଆନ୍ତି ମୁଁ ଗୋଟିଏ କଥା କହିବି ଇଏ ଜନତା ଜନାର୍ଦ୍ଦନ ସବୁବେଳେ ବସେଇବାର ସକ୍ଷମ ଅଛି ହଟେଇବାର ମଧ୍ୟ ସକ୍ଷମ ଅଛି ଆଗାମୀ ଦିନରେ ଏ ଆନ୍ଦୋଳନ କେତେ ତୀବ୍ର ଲାଗୁଛି ହବ ଦେଖନ୍ତୁ ସାରା ଭାରତ ବର୍ଷରେ ବର୍ତ୍ତମାନ ଆନ୍ଦୋଳନ ତୀବ୍ରତର ହେଲାଣି ଏବଂ 30 ତାରିଖରେ ଅମିତ ଶାହା ଯେ ଆମର କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କର ଓଡ଼ିଶା ଗସ୍ତ ଅଛି ତା ପୂର୍ବରୁ ଆମେ ଓଡ଼ିଶା ଭୀମ ଆର୍ମି ତରଫରୁ ତାଙ୍କୁ ଅନୁରୋଧ କରୁଛୁ ଆପଣ କ୍ଷମା ମାଗନ୍ତୁ ନଚେତ ଓଡ଼ିଶା ଯେତେବେଳେ ଆପଣ ପଦାର୍ପଣ କରିବେ ଆପଣଙ୍କୁ କଳା ପତାକା ଦେଖିକି ଆମେ ବିରୋଧ କରିବୁ ନାଇଁ କଳା ପତାକା ଦେଖାଇବା ସହିତ ଗୋ ବ୍ୟାକ୍ ଅମିତ ଶାହାର ନାରା ପଡ଼ିବା ସହିତ ସେ କେମିତି ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ତାହା ଆମେ ଦାବି ରଖୁଛୁ ଏବେ କଣ ଚାହୁଁଛନ୍ତି ସେ କଣ କଲେ ଆପଣଙ୍କର ଏ ତୀବ୍ର ଆନ୍ଦୋଳନ ଶାନ୍ତି ରହିବ ଶାନ୍ତି ଶୃଙ୍ଖଳା ରହିବ ଆମରି ଯୋଉ ଦାବି ଗୁଟିକ ଅଛି ଯେ ଅମିତ ଶାହା ତୁରନ୍ତ କ୍ଷମା ମାଗନ୍ତୁ ଏବଂ ପାର୍ଲିଆମେଣ୍ଟ ସଦସ୍ୟରୁ ତାଙ୍କୁ ବହିଷ୍କୃତ କରାଯାଉ ଏବଂ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଯେଉଁ ସମ୍ବିଧାନ ବଳରେ ଆଜି ମନ୍ତ୍ରୀ ପଦ ହେଇଛନ୍ତି ସେ ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକର ଯେ ବହୁଜନ ସମାଜର ଭଗବାନ ତାଙ୍କୁ ଆଜି ଅପମାନ ଦେଇଛନ୍ତି ତାମାନେ ଏଇଟା ବହୁଜନ ସମାଜକୁ ପୁରା ଅପମାନ କରାଗଲା ଯେଉଁଠି SC/ST OBC ମାଇନରିଟି 85% ଜନତାଙ୍କୁ ଏଠି ତାତ୍ସଲ୍ୟ କରାଗଲା ତେଣୁ ସିଏ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଏତେ ଦିନ ହେଲାଣି ତୀବ୍ର ଆନ୍ଦୋଳନ ଚାଲିଛି ଏଥିପ୍ରତି ବିଜେପି ସରକାର ଏବେ ନଜର ଦେଉଛି ନିହାତି ବିଜେପି ସରକାର ନଜରକୁ ଆସୁଛି ଯେହେତୁ ଅମିତ ଶାହାଙ୍କ ଯୋଉ ବିବାଦୀୟ ମନ୍ତବ୍ୟକୁ ନେଇ
ଏଠି ଦେଖିବା କଂଗ୍ରେସ ବି ରାଜରାସ୍ତାରେ ଓହ୍ଲେଇଛି, ସିପାହୀ ରାଜରାସ୍ତାରେ ଓହ୍ଲେଇଛି, ବିଏସ୍ ବହୁଜନ ସମାଜ ପାର୍ଟି ରାଜରାସ୍ତାରେ ଓହ୍ଲେଇଛି, ହିମାରୀ ମଧ୍ୟ ଆମ ସଂଗଠନ ରାଜରାସ୍ତାରେ ଓହ୍ଲେଇଛି। ଆମ୍ବେଦକରଙ୍କ ଅପମାନ ଆମେ କେବେ ବରଦାସ୍ତ କରିବୁ ନାହିଁ। ଆପଣଙ୍କୁ କଣ ଲାଗୁଛି କେବଳ ଅମିତ ଶାହା ଏ କଥାରେ ଏକମତ ରହୁଛନ୍ତି ନା ତାଙ୍କୁ ବିଜେପି ବା ମୋଦି ବି ମଧ୍ୟ ସପୋର୍ଟ ଦଉଛନ୍ତି? ନରେନ୍ଦ୍ର ମୋଦି ନିହାତି ନିହାତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆମେ ଯାହାକୁ କହୁଛେ ଭାରତ ବର୍ଷରେ, ତାଙ୍କରି ସମର୍ଥନ ନଥିଲେ ଅମିତ ଶାହା ଆଜି କ୍ଷମା ପ୍ରାର୍ଥନା କରନ୍ତେଣି। ଏପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରିନାହାନ୍ତି ବେଲେ ତାଙ୍କର ଯୋଉ ଭାରତୀୟ ଜନତା ପାର୍ଟି ସରକାର ଇଏ କେବେ ଚାହୁଁନି ଯେ ଅମିତ ଶାହା କ୍ଷମା ପ୍ରାର୍ଥନା କରନ୍ତୁ। କିନ୍ତୁ ଆମ ବହୁଜନ ସମାଜର ସମସ୍ତ କର୍ମୀଠୁ ନେଇକି ନେତା ପର୍ଯ୍ୟନ୍ତ ସମସ୍ତେ ଦାବି ରଖିଛୁ ସେ କ୍ଷମା ମାଗିବେ ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ।